केयोराणि नभूषयन्ति पुरुषम् हारान चन्द्रोज्ज्वला न स्नानं न विलेपनं न कुसुमम् नालं कृता मूर्धजाः बाण्यैका समलं करोति पुरुषम् या संस्कृता धार्यते क्षीयन्ते खलु भूषणानि सततम् बागभूषणं भूषणम् बागभूषणं भूषणम्। ए श्लोकटी भर्तृहरिंकर नीति शतकରୁ ଆସିଛି। भर्तृहरि ଶ୍ଲୋକରେ କହୁଛନ୍ତି କି ବାଗଭୂଷଣಂ ଭୂଷଣಂ, ନିଜର ବାଣୀ ହେଉଛି ଭୂଷଣ। ନା କଣ ପାଇଁ? ନା କେୟୁରାଣୀ ନ ଭୂଷୟନ୍ତି ପୁରୁଷମ୍ ହାରାନ ଚନ୍ଦ୍ରୋଜ୍ଜ୍ୱଲା। କେୟୁରାଦି ମଣି ସୁନା ରୂପା ହୀରା ଆଦି ପୁରୁଷକୁ ସୁନ୍ଦର ପ୍ରଦାନ କରିପାରି ନଥାଏ। ନା ପୁରୁଷକୁ ସୁନ୍ଦର କଣ ପ୍ରଦାନ କରିଥାଏ? ନା ସୁନ୍ଦର ବଚନ, ସୁମଧୁର କଥା, ନିଜର ବିଶୁଦ୍ଧ ବାଣୀ, ଉତ୍ତମ କଥା ହିଁ ମନୁଷ୍ୟକୁ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ଏହା ହିଁ ହେଉଛି ମନୁଷ୍ୟର ପ୍ରକୃତ ସୌନ୍ଦର୍ଯ୍ୟ। ନା କେୟୁରାଣୀ ନ ଭୂଷୟନ୍ତି ପୁରୁଷମ୍ ହାରାନ ଚନ୍ଦ୍ରୋଜ୍ଜ୍ୱଲା ନ ସ୍ନାନಂ ନ ବିଲେପନಂ ନ କୁସୁମಂ ନାଲಂ କୃତା મૂર્ଧજા। ନ ସ୍ନାନಂ, ନା ସ୍ନାନಂ, ନା ବିଲେପନಂ ନ କୁସୁମಂ, ନା କୌଣସି ପୁଷ୍ପ, ନା ସ୍ନାନ, ନା ଚନ୍ଦନ, ନା କୌଣସି ସୁନା ରୂପା ଅଳଙ୍କାର ମନୁଷ୍ୟକୁ ସୌନ୍ଦର୍ଯ୍ୟ ପ୍ରଦାନ କରିନଥାଏ। ବରଂ ବାଣୀ ହିଁ, ନିଜର ସୁନ୍ଦର କଥା ହିଁ, ମଧୁର ବଚନ ହିଁ ମଣିଷକୁ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ନା ବାଣ୍ୟୈକା ସମଲಂ କରୋତି ପୁରୁଷମ୍ ୟା ସଂସ୍କୃତା ଧାର୍ୟତେ। ନିଜର ବାଣୀ ହିଁ, ନିଜର କଥା ହିଁ, ନିଜର ଉତ୍ତମ ବ୍ୟବହାର ହିଁ ମଣିଷକୁ ସୁନ୍ଦର ପ୍ରଦାନ କରିଥାଏ, ମଣିଷକୁ ସୌନ୍ଦର୍ଯ୍ୟ ପ୍ରଦାନ କରିଥାଏ। ନା କ୍ଷୀୟନ୍ତେ ଖଲୁ ଭୂଷଣାନି ସତତମ୍ ବାଗଭୂଷଣಂ ଭୂଷଣମ୍। ନା କଣ ପାଇଁ ଅଳଙ୍କାର ସୌନ୍ଦର୍ଯ୍ୟ ପ୍ରଦାନ କରିପାରେ ନାହିଁ? ନା କ୍ଷୀୟନ୍ତେ ଖଲୁ ଭୂଷଣାନି ସତତମ୍। କାହିଁକି ନା ସୁନା ରୂପା ଅଳଙ୍କାର ଆଦି କ୍ଷୀୟନ୍ତେ, କ୍ଷୟ ପାଇଯାଏ, ନଷ୍ଟ ପାଇଯାଏ, କାଳାନ୍ତରରେ ସେ ନଷ୍ଟ ହୋଇଯାନ୍ତି। କିନ୍ତୁ ନିଜର ସୁନ୍ଦର ବଚନ, ସୁନ୍ଦର କଥା, ଉତ୍ତମ ବ୍ୟବହାର କେବେ ବି କ୍ଷୟ ହୁଏ ନାହିଁ। ସେଥିପାଇଁ ଭର୍ତୃହରି କହୁଛନ୍ତି କ୍ଷୀୟନ୍ତେ ଖଲୁ ଭୂଷଣାନି ସତତମ୍ ବାଗଭୂଷଣಂ ଭୂଷଣମ୍। ନିଜର ବାକ୍ ହେଉଛି, ନିଜର ବାଣୀ ହେଉଛି, ନିଜର ଉତ୍ତମ ବଚନ ହିଁ ହେଉଛି ଭୂଷଣମ୍, ସୌନ୍ଦର୍ଯ୍ୟ ମଣିଷର। ଧନ୍ୟବାଦ।